ଏହି ଦିନ ମିଳିବ ପିଏମ୍ କିସାନର 19ତମ କିସ୍ତି ପିଏମ୍ କିସାନ ମନି। ଚାଷୀଙ୍କ ପାଇଁ ଖୁସି ଖବର। ଏହି ଦିନ ମିଳିବ ପିଏମ୍ କିସାନ ଯୋଜନାର 19ତମ କିସ୍ତି ଟଙ୍କା। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ପିଏମ୍ କିସାନ ଯୋଜନାର ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର। 19ତମ କିସ୍ତିର ଅପେକ୍ଷାରେ ଥିବା ଲାଭାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର। କେବେ କିସ୍ତି ଟଙ୍କା ଆସିବ ସେ ନେଇ ଏକ ବଡ଼ ଅପଡେଟ୍ ଆସିଛି। ବ୍ୟାଙ୍କ ଖାତାରେ ଆସନ୍ତା ମାସ ଟଙ୍କା ଜମା ହେବ। ଏନେଇ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସ 24ରେ ବିହାରରୁ 19ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ। ରବିବାର ଏହାର ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଏହା ପୂର୍ବରୁ ଯୋଜନାର 18ତମ କିସ୍ତି ଅକ୍ଟୋବର 5ରେ ମହାରାଷ୍ଟ୍ରରୁ ଜାରି କରାଯାଇଥିଲା। ଏହି ଯୋଜନାର 9.5 କୋଟିରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ 2,000 ଟଙ୍କା ଲେଖାଏଁ ମିଳୁଛି। ବର୍ଷକୁ 6,000 ମିଳୁଥିବା ବେଳେ ପ୍ରତି 4 ମାସରେ 2,000 ଟଙ୍କା 3ଟି କିସ୍ତିରେ ବିତରଣ କରାଯାଉଛି। ସରକାର ଏହି କିସ୍ତି ପାଇଁ 20,000 କୋଟିରୁ ଅଧିକ ଅର୍ଥ ବ୍ୟୟ ବରାଦ କରିଛନ୍ତି। ତେବେ 19ତମ କିସ୍ତିରେ ଅପେକ୍ଷାରେ ଥିବା ଲାଭାର୍ଥୀଙ୍କ ପାଇଁ ଏହା ଏକ ବଡ଼ ଖବର। ପିଏମ୍ କିସାନ ଯୋଜନାର ଉଦ୍ଦେଶ୍ୟ ଛୋଟ ଓ ସୀମାନ୍ତ କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିବା। ଏହାଦ୍ୱାରା ଚାଷୀଙ୍କୁ ଦେଶର ଉତ୍ପାଦନ ବଢ଼ାଇବା ପାଇଁ ପ୍ରୋତ୍ସାହନ କରିବା। ନିଜର ଜୀବିକା ସୁରକ୍ଷିତ ହୋଇପାରିବ। ତ ଫ୍ରେଣ୍ଡସ୍, ଏମିତି ଆପଡେଟ୍ ନ୍ୟୁଜ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ଆପଣମାନେ ସର୍ବପ୍ରଥମେ ଭିଡ଼ିଓଟି ପାଇପାରିବେ।